ଆଜ୍ଞା ମୁଁ ହଉଛି ଟାଙ୍ଗୀ ଚୌଦାର କଂଗ୍ରେସ ବ୍ଲକ ସଭାପତି ଆଶୁତୋଷ ବରାଳ। ଆଜ୍ଞା କାଲି ରାତିରେ ମୁଁ ଟାଙ୍ଗୀ ଥାନା ଆସିଥିଲି, ଗଲା ବେଳକୁ ରାତି 10ଟାରେ ବର୍ଷା ହଉଛି। ଆଜ୍ଞା ମୋ ଗାଡିଟା ଏଠି ପଶିଗଲା ଭୁଲରେ, ଗାଡି ମୋର ଭାଙ୍ଗିଗଲା। ଯାହାଫଳରେ କି ମୁଁ ସକାଳୁ ଆଜି ବର୍ଷା ହଉଛି, ସକାଳୁ ଆମର କଂଗ୍ରେସ କର୍ମୀ ଭାଇମାନଙ୍କୁ ଡାକିଲି, କହିଲେ ଆସନ୍ତୁ। ଆଉ ମୋଦି ଆସିଥିଲେ 2-3 ଦିନ ତଳେ। ସେ କହିଗଲେ ଯେ ମାନେ ଆମର ମୋହନ ମାଝୀ ସରକାର ବିକାଶରେ 2 ବର୍ଷ ହେଲାଣି, ବିକାଶରେ ପରିପୂର୍ଣ୍ଣ ଓଡିଶା। ଆଜ୍ଞା ମୁଁ ଦେଖିଲି ବିକାଶ ପଛରେ ମୁଁ ଗୋଡେଇଲି, ମୁଁ କହିଲି ବିକାଶଟା ଆମର ହେଇଛି ଯଦି ତାହେଲେ ଆମର ରୋଜଗାର ସଂସ୍ଥା ଖୋଲିଗଲା ଲୋକମାନଙ୍କର। ଦେଖିବା ଆମ କଂଗ୍ରେସ ଭାଇ ମାନେ ବହୁତ ଅସୁବିଧାରେ ଅଛନ୍ତି, କିଛି ରୋଜଗାର ସଂସ୍ଥା ତାଙ୍କୁ ଦବା। ମୁଁ ଆଜ୍ଞା ଯେତେବେଳେ ବିକାଶ ପଛରେ ଗୋଡ ଆଗେ ଫାଷ୍ଟ ଏପଟେ ଟାଙ୍ଗୀ ହଉଛି ଆମର ମାନେ 24ଟା ପଞ୍ଚାୟତ ନିର୍ଭର କରେ। ଆମ ବ୍ଲକ ଏଠି, ଥାନା ଏଠି, କୋର୍ଟ ବି ଏବେ ନୂଆ ଖୋଲା ହେଇଛି। ଆଜ୍ଞା ମୁଁ ଯେତେବେଳେ ଏଠିକି ଆସେ, ଯେତେବେଳେ ଲୋକମାନେ ସବୁ ଯାକ ପରିପୂର୍ଣ୍ଣ ଟାଙ୍ଗୀ ଆସିବା ପାଇଁ ସମସ୍ତେ ବାଧ୍ୟତାମୂଳକ, କିନ୍ତୁ ଆଜ୍ଞା ଯେତେବେଳେ ଫାଷ୍ଟ ଆମେ ପଶିଲା ପ୍ରଥମ ପ୍ରବେଶରେ ଯେତେବେଳେ ଟାଙ୍ଗିକି ଏଣ୍ଡ କରୁଛନ୍ତି, ଆଜ୍ଞା ଦେଖନ୍ତୁ ଏଠି 1,60,60,60 ହିସାବରେ କାମ ଆସିଛି। ଆଜ୍ଞା ମାତ୍ର 4 ମାସ ହେଲା ଏଠି ଫ୍ଲାଇଓଭର ଖୋଲା ହେଇଛି। 60,000 ଷ୍ଟ୍ରିଟ୍ ଲାଇଟ୍, ଖାଲି 60 ଲକ୍ଷ ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଏବେ ଦେଖିଛନ୍ତି ଆପଣ 3 କୋଟି ଟଙ୍କାର ଜାଲିଆତି କରି 3ଟା ପଶୁଛନ୍ତି ଜେଲରେ। ଆଜ୍ଞା ଟାଙ୍ଗୀ ବ୍ଲକରେ ଏଇ ଟାଇପର ଦୁର୍ନୀତି ଚାଲିଛି। ଆଜ୍ଞା ନିଶ୍ଚିତ ଭାବରେ ଆପଣ ନଦନଚିତ ଦେଖନ୍ତୁ, ବ୍ଲକ ସଭାପତି ଆସି ବସିଛି ପୁରାପୁରି ରାସ୍ତା ଉପରେ। ଯେପର୍ଯ୍ୟନ୍ତ ପୋଲିସ ପ୍ରଶାସନ ମତେ କମିଟମେଣ୍ଟ ଦେଇନାହାନ୍ତି ରାସ୍ତା ଠିକ ନ କରିବା ପାଇଁ, ଯେ କମିଟମେଣ୍ଟ 2-3 ଦିନ ଭିତରେ କରିବେ। ଯଦି ନ କରାଯାଏ ତାହେଲେ ଆମେ 16 ନମ୍ବର ଜାତୀୟ ରାଜପଥ 3 ଦିନରେ ବନ୍ଦ କରିବୁ। ଆଜ୍ଞା ଗୋଟା ଦିନ ପାଇଁ ନିଶ୍ଚିତ ବନ୍ଦ କରିବି, ଯଦି ଏ 2-3 ଦିନ ଭିତରେ ସର୍ଟ ଆଉଟ୍ ନ କରାଯାଏ। ଉମାବତୀ ସାମଲ, ଟାଙ୍ଗୀ ଚୌଦାର ବ୍ଲକ ମହିଳା ସଭାପତି। ତ ଜନସାଧାରଣ ସମସ୍ତେ ଦେଖୁଛନ୍ତି, ଆପଣ ମାନେ ବି ଅନୁଭବ କରୁଛନ୍ତି ଯେ ଆମର ମେଡିକାଲ ଆଉ ତା ସହିତ ବ୍ଲକ ଆଉ ତା ସହିତ ଆମର ଜନପଥ ଆଉ ସମସ୍ତ ଏଇ ରାସ୍ତାକୁ ନିର୍ଭର କରନ୍ତି। ଆଉ ଟାଙ୍ଗୀ ପିଏସି ମଧ୍ୟ ଆମର ଟାଙ୍ଗୀ ଥାନା ବି ମଧ୍ୟ ଏଇଠି। ମେନ୍ ହଉଛି ଏଇ ରାସ୍ତାଟା ମୁଖ୍ୟ ରାସ୍ତା। ଧରନ୍ତୁ ଆପଣ ଦିନ ବେଳା ଟିକେ କଡେଇ ମଡେଇକିନି ପଳେଇ ଯାଉଛନ୍ତି, କିନ୍ତୁ ରାତି ବେଳା ଯଦି ଏଇ ରାସ୍ତାରେ ଯାଉଥିବେ ସେମାନଙ୍କର ଦୁରାବସ୍ଥା କଣ ହଉଥିବ। ଆଜି ବି ବିଜେପି ଗଭର୍ଣ୍ଣମେଣ୍ଟ ଡିମିଡିମି ନାଗରା ବାଜୁଥିବା ବେଳେ ଯେ ଆମେ ସବୁ ଉନ୍ନତି କରୁଛୁ ଏବଂ ଆମର କୌଣସି ବିକାଶରେ ବିଘ୍ନ ଘଟାଉନୁ କି ବିକାଶର ପଥେ ଆମେ ବହୁତ ଆଗରେ ଅଛୁ, କିନ୍ତୁ ଆପଣ ମାନେ ଏଇଠି ଅନୁଭବ କରନ୍ତୁ ଏଇ ବିକାଶର ପ୍ରଥମ ରାସ୍ତାର ପ୍ରଥମ ମୂଳଦୁଆଟା କଣ। ଯେ ଆପଣ ଯେକୌଣସି ରାସ୍ତା ଯାଆନ୍ତୁ କି ଯେକୌଣସି ଜାଗାକୁ ଯାଆନ୍ତୁ, ଆଜ୍ଞା ଆପଣ ପ୍ରଥମେ ଦେଖିବେ ଦୁଆର ମୁହଁର ତ ପରିସ୍ଥିତି ଏଇଆ। ତେଣୁ ଭିତରେ ଯୋଉ ବିକାଶ କାର୍ଯ୍ୟକ୍ରମ କରୁଛନ୍ତି, ସେ ବିକାଶର ମାନେ କଣ ଆପଣ ମାନେ ଏଇଟା ଅନୁଭବ କରୁଥିବେ। ଆଜ୍ଞା 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 ଆମେ ଜନସାଧାରଣ ସମସ୍ତେ ଆମର କଂଗ୍ରେସ ଆଉ ଅନ୍ୟମାନେ ଯୋଉମାନେ ଏଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ନିଶ୍ଚିନ୍ତ ଆମ ସହିତ ସାମିଲ ହେବେ। ଆମେ ରାଜରାସ୍ତାକୁ ଓହ୍ଲେଇବୁ ଆଉ ଆମେ ଅନଶନ ନିଶ୍ଚିନ୍ତ ଭାବରେ କରିବୁ, ମହିଳା ଏବଂ ପୁରୁଷ ମାନେ ସମସ୍ତେ ମିଳିମିଶି। ଧନ୍ୟବାଦ।